ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଦୋକାନକୁ ଆସିକି ଓଳେଇକି ରଖିଛି ତ ଏଠି ବାପା ବି ଆସିଗଲେ ବହୁତ ସାରା ଦେଶୀ ମାଛ ନେଇକି। ତ ଆଜି ଆମ ଦୋକାନକୁ ବହୁତ ସାରା ଦେଶୀ ମାଛ ଆସିଥିଲା। ସବୁ ଦେଶୀ ମାଛକୁ ଦୋକାନ ବାପା ଢାଳିବା ଲାଗିଲେ। ଆକୁ ଢାଳି ସାରିଲା ପରେ ଆଜି ଆମ ଦୋକାନକୁ ଚୁନା ମାଛ ବି ଆସିଥିଲା। ତ ଚୁନା ମାଛକୁ ଦୋକାନ ସବୁ ଢାଳିକି ରଖି ସାରିଲା ପରେ ପ୍ରଥମେ ଆସିଥିଲା ଆମର ବେପାରୀ ଭାଇ ଜଣେ। ଆଜି ବେପାରୀ ଭାଇଙ୍କୁ 30 କିଲୋ ମାଛ ଦରକାର ଥିଲା ତାଙ୍କ ଦୋକାନକୁ। ତାପରେ ସେ ତାଙ୍କ ହାତରେ ଭଲ ଭଲ ମାଛ ବାଛିବା ଲାଗିଲେ ଆମ ଦୋକାନରୁ। ଭଲ ଭଲ ମାଛ ବାଛିକି ବାପାଙ୍କୁ ଦେଇ ଦେଇଥିଲେ। ବାପା ତାଙ୍କ ମାଛକୁ ଓଜନ କରିକି ତାଙ୍କୁ ଦେଇ ଦେଇଥିଲେ। ବେପାରୀଙ୍କୁ ମାଛ ଦେଇ ସାରିଲା ପରେ ଗୋଟେ ପ୍ରଥମ କଷ୍ଟମର ଦରକାର ଥିଲା 2ଟା ରୋହି ମାଛ। ତ ତାଙ୍କର 2ଟା ରୋହି ମାଛକୁ ମୁଁ ଓଜନ କରି ଲାଗିଲି କାଟିବାରେ। ତ ତାଙ୍କ 2ଟା ରୋହି ମାଛକୁ ଫଟାଫଟ କାଟିକି ମୁଁ ସେ କଷ୍ଟମରକୁ ଦେବା ଲାଗିଲି। ତାଙ୍କ ମାଛ ଦେଇ ସାରିଲା ପରେ ତାପରେ ଗୋଟେ ଆସିଥିଲେ ଦିଦି। ସେ ଦିଦିଙ୍କୁ ଗୋଟେ ମିଟିଆଳି ମାଛ ଦରକାର ଥିଲା। ତ ତାଙ୍କ ମିଟିଆଳି ମାଛକୁ ଓଜନ କରିକି ମୁଁ କାତି ଛଡ଼େଇକି ଲାଗିଲି ତାଙ୍କ ମାଛ କାଟିବାରେ। ତ ଫଟାଫଟ ତାଙ୍କ ମିଟିଆଳି ମାଛକୁ କାଟିକି ମୁଁ ସେ ଦିଦିଙ୍କୁ ଦେଇ ଦେଇଥିଲି। ସେ ଦିଦିଙ୍କୁ ଦେଇ ସାରିଲା ପରେ ଆମର ଚୋରଣୀ ବି ପଳେଇ ଆସିଲା ମାଛର ଗାଲି ଖାଇବାକୁ। ତ ଚୋରଣୀକୁ ମାଛର ଗାଲି ଦେଇ ସାରିଲା ପରେ ଗାମଛା ପିନ୍ଧୁଥିବା ଏ ବ୍ୟକ୍ତିଙ୍କୁ ଦରକାର ଥିଲା ଚୁନା ମାଛ। ତ ତାଙ୍କର କିଲେ ଚୁନା ମାଛ ଦରକାର ଥିଲା। ତାଙ୍କ କିଲେ ଚୁନା ମାଛକୁ ଓଜନ କରିକି ମୁଁ ଫଟାଫଟ ତାଙ୍କୁ ଦେଇ ଦେଇଥିଲି। ତାଙ୍କୁ କିଲେ ଚୁନା ମାଛ ଦେଇ ସାରିଲା ପରେ ଦୋକାନ ସବୁ ମାଛ ସରିଯାଇଥିଲା। ଆକୁ ସବୁ ସଫାସଫି କରି ଆମେ ଘରୁ ପଳେଇଲୁ। ରହୁଛି ଜୟ ଜଗନ୍ନାଥ।